भिडियो माध्यम देखी केते लोक ये उपस्थित होती। बर्तमान धीरे धीरे शेष समय हो गलानी आउ किसी समय भितर पूर्णाहुति करा जीवो। जय जगन्नाथ। आमर सावित्री पूजा आरंभ है। वर्तमान सब जिनस पत्र सजड़ा सजड़ी सरला पूजा आरंभ हम। बारिक बाबू बसिक मोबाइल गपुं देखु। ये आम कर्ता कैलाश गुरुजी कर्ता को देखु। ये बारिक एवं समस्त सहयोगी पूजार गोटे कमिटर जो सदस्य सब अच्छा सावित्री पूजा कमिटी सब बसी देखु। ये हूँ त्रिनाथ पूजक। आमर सावित्री पूजा कमिटर मुख्य सदस्य अजय महांती जे कि केवल व्रत देवे एवं दक्षिणा रखिए। कर्ता महाशय ठिया होती। धीरे धीरे लोक मैंने आसुच्च भोग करने आसी ना जेहेतु एत सका धीरे धीरे आसबे।
ये आठो नहीं है छाड़ू हजार ये आए जो तो आप कौन देलो 1000 टका भाई से 500 देई जा देला ଆମର ସର୍ବ ପ୍ରାଚୀନତମ ଏବଂ ପୁରାତନ ପୂଜା ହେଉଛି ସାବିତ୍ରୀ ପୂଜା। ଦୀର୍ଘ କେତେ ବର୍ଷ ହବ ସାବିତ୍ରୀ ପୂଜା? ସାବିତ୍ରୀ ପୂଜା ଆମେ ପିଲା ବେଳ ଠାରୁ ଆମେ ଦେଖିବାକୁ ସାବିତ୍ରୀ ପୂଜା ଚାଲିଛି। ଆମ ପୂର୍ବ ପିଢି ମାନେ ଆକୁ କରି ଚାଲିଛନ୍ତି। ଏଇଭଳି ଅନୁଷ୍ଠାନ ଆଉ କୋଉଠି ଅଛି? ମୋ ଦେଖିବାରେ ତ ନାହିଁ। ପ୍ରାୟ ଆମ ଜଗତସିଂହପୁର ଡିଷ୍ଟ୍ରିକ୍ଟ ତ ନାହିଁ, ଓଡିଶାରେ ପ୍ରାୟ ଆଉ କୋଉଠି ଥାଇପାରେ। ଓଡିଶାରେ ଗୋଟେ ପୂଜା ଅଛି ଢେଙ୍କାନାଳରେ ହଉଛି, ଏବଂ ଇଏ ଗୋଟେ ପ୍ରାୟ ଅଦ୍ୱିତୀୟ ପୂଜା କହିଲେ ହବ। ସାବିତ୍ରୀର ମେଢ ପୂଜା କୋଉଠି ପ୍ରାୟ ଦେଖିବାକୁ ମିଳେନି। ଏଠି ସାବିତ୍ରୀ ପୂଜା ପ୍ରତିବର୍ଷ କରାଯାଏ ଏବଂ ପ୍ରାୟ ହଜାର ହଜାର ଲୋକ ଆସନ୍ତି। ପ୍ରାୟ 3 ଖଣ୍ଡ ଗ୍ରାମ ଆମର ସମସ୍ତଙ୍କ ଉଦ୍যোଗରେ ଏହି ପୂଜା ଅନୁଷ୍ଠାନ କରାଯାଏ। ତାପରେ ଆମର ସାବିତ୍ରୀ ପୂଜା କମିଟି ଓଡପେଙ୍ଗା, ମୁଗି ଏବଂ ହରିଶପୁର ଘୋଡ଼ାଂଶ ପଞ୍ଚାୟତ, ଏହା ଏକ ସାର୍ବଜନୀନ ପୂଜା ନାଉଗାଁ ବ୍ଲକ ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲାର। ଏବଂ ଖାଲି 3 ଖଣ୍ଡ ଗ୍ରାମ ନୁହଁ, ପାଖ ଆଖ ଅଞ୍ଚଳର ପ୍ରାୟତଃ ଲୋକ ଏଠାକୁ ଆସନ୍ତି, ମାଙ୍କ ଦର୍ଶନ ଲାଭ କରନ୍ତି। ଏବଂ ଏଠାରେ ସମସ୍ତଙ୍କର ସହଯୋଗ ରହିଥାଏ। ଆମ ପୂଜାର କମିଟିର ଯେଉଁ ସମସ୍ତ ମେମ୍ବର ମାନେ ଏଠି ଅଛନ୍ତି, ଆଉ ଜଣେ ମେମ୍ବର ଆମର ମୁଖ୍ୟ ମେମ୍ବର ଏବେ ଆମ ପାଖରେ ଅନୁପସ୍ଥିତ। ପ୍ରାୟ ପ୍ରଚୁର ମାତ୍ରାରେ ଲୋକ, ଆମେ ତ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖେଇଛୁ କେତେ ଲୋକ ଏଠି ଉପସ୍ଥିତ ହୁଅନ୍ତି। ବର୍ତ୍ତମାନ ଧୀରେ ଧୀରେ ଶେଷ ସମୟ ହେଇଗଲାଣି, ଆଉ କିଛି ସମୟ ଭିତରେ ପୂର୍ଣ୍ଣାହୁତି କରାଯିବ। ଅଦ୍ୱିତୀୟ ପୂଜା, ଏ ମାଙ୍କର ମହିମା ବିଷୟରେ କିଛି କହିବ କି? ମାଙ୍କର ମହିମା ତ ଆମର ଆଗରୁ ଡ୍ରାମା ଫାମା ଆରମ୍ଭ କରି ଏତେ କଣ ଆଗରୁ ହଉଥିଲା, ଏବେ ଟିକେ ବନ୍ଦ ଅଛି। ପ୍ରାୟତଃ ବହୁ ବର୍ଷ ଧରି ଏଠାରେ ମାଙ୍କ ନିକଟରେ ଡ୍ରାମା କରାଯାଉଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହଉଥିଲା। 50 ବର୍ଷରୁ ଉର୍ଦ୍ଧ୍ୱ ହବ ଏହି ପୂଜା। ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ପ୍ରକାର ହଉଥିଲା। ଏବେ ଯେହେତୁ ସମସ୍ତଙ୍କ ନିକଟରେ ସମୟ ସାପେକ୍ଷ, ତେଣୁ ପ୍ରାୟତଃ ସେସବୁ ଅନୁଷ୍ଠାନ ବନ୍ଦ ହୋଇଗଲାଣି। ଏବେ କେବଳ ପୂଜା କରାଯାଉଛି ବିଧି ମୁତାବକ, ଏବଂ ଆଜି ସନ୍ଧ୍ୟା ସମୟରେ ଭଜନ ସନ୍ଧ୍ୟା ହେବ। ଭଜନ ସନ୍ଧ୍ୟା ସହିତ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି। ଏହିଭଳି ସଂସ୍କୃତି ଏବଂ ପରମ୍ପରାକୁ ନେଇକରି ଆମ ବ୍ଲଗ, ଯଦି ଏହିଭଳି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ, ଲାଇକ୍, ସବସ୍କ୍ରାଇବ୍, ସେୟାର ନିଶ୍ଚିନ୍ତ ଭାବରେ କରିବେ। ଏବଂ ଏଇ ପାଖରେ ଆମର ତ୍ରିନାଥ ମନ୍ଦିର ମଧ୍ୟ ଅଛି। ତ୍ରିନାଥ ମନ୍ଦିର ଏ 2 ବର୍ଷ ହବ ଏଠାରେ ତ୍ରିନାଥ ମନ୍ଦିର ସ୍ଥାପନ କରାଯାଇଛି। ଆଗରୁ ଏକ ବୃକ୍ଷ ମୂଳରେ କେବଳ ପୂଜା କରାଯାଉଥିଲା। ଏହି ଭିଡ଼ିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର ମଧ୍ୟ ନିଶ୍ଚିତ ଭାବରେ କରିବେ। ଜୟ ଜଗନ୍ନାଥ, ଜୟ ପ୍ରଭୁ ମାଧବ।